ଆମିଷ ପ୍ରେମୀ ଲୋକ ଯଦି ନିରାମିଷ ଘରେ ବାହା ହେଇଗଲା ତାହେଲେ ଭାବନ୍ତୁ ଅବସ୍ଥା କ'ଣ ହେବ। ମୁଁ ସବୁବେଳେ ଟ୍ରାଏ କରେ ଯେମିତି କିଛି ଭଲ ଟେଷ୍ଟି ଡିସ୍ ବନେଇବି ଆଉ ଟିକେ ଏକ୍ସପେରିମେଣ୍ଟ କରିବି। ତ ମୁଁ ଆଜି ବନେଇଛି ପଣସ କଟା ବିରିୟାନୀ, ବହୁତ ଟେଷ୍ଟ ଲାଗେ। ମଟନକୁ କାଟିଦେବ। ତ ୱେଲକମ୍ ଟୁ ମାଇ ଚ୍ୟାନେଲ୍ ସ୍ପାଇସ୍ ଅଫ୍ ଲାଇଫ୍ ୱିଥ୍ ମାନସୀ। ତ ତା ପାଇଁ ମୁଁ ଏଠି ଗୋଟେ ଡିସ୍ରେ ପାଣି ଗରମ କରିଦେଇକି ତା ଦେହରେ ଦେଇଛି ତେଜପତ୍ର, ଗୋଟେ ଚାମଚ ଘିଅ, ଆଉ ଦେଇଛି କିଛିଟା ଲଙ୍କା, କଞ୍ଚା ଲଙ୍କା ଆଉ ଧନିଆ ପତ୍ର ଷ୍ଟେମ୍। ସେଇଟା ବହୁତ ଫ୍ଲେଭରଫୁଲ୍, ଆପଣ ନିଶ୍ଚୟ ଟ୍ରାଏ କରିବେ। ଆଉ ଦେଇଛି କିଛିଟା ଜିରା, ଶୁଖିଲା ମସଲା ଦେଇଛି ଡାଲଚିନି, ଷ୍ଟାର ଆନିସ୍, କିଛିଟା ଗୁଜୁରାତି, ବଡ଼ ଅଳେଇଚ ଆଉ ଲବଙ୍ଗ ଆଉ ଜାୟତ୍ରୀ। ଆପଣ ଚାହିଁଲେ ଧୋତି କନାରେ ବାନ୍ଧିକି ବି ଦେଇପାରିବେ। ମୋର ଏଠି ଗୋଟେ ଲକର ବଲ୍ ଥିଲା, ତା ଦେହରେ ଦେଇଦେଇଛି। ଆଉ ଖାଲିରେ ପକେଇଲେ ଆକ୍ଚୁଆଲି ପାଟିରେ ଲାଗେ, ଭଲ ଲାଗେନି। ତା ସ୍ୱାଦ ମୁତାବକ ଏଠି ଲୁଣ ବି ପକାଇଦେବେ ଚାଉଳ ପାଇଁ। ଚାଉଳକୁ ମୁଁ ଅଧଘଣ୍ଟା ଆଗରୁ ବତୁରେଇକି ରଖିଥିଲି। ବତୁରେଇବାଟା ନେସେସରି, ନହେଲେ ଚାଉଳ ଘାଣ୍ଟିଯାଏ। ଆକ୍ଚୁଆଲି ବତୁରେଇଲେ ଚାଉଳଟା ଗୋଟା ଗୋଟା ରୁହେ। ଆକୁ ହାଫ୍ କୁକ୍ କରିବେ, 70% କୁକ୍ କରିବେ, ଯେମିତି ହାତରେ ଭାଙ୍ଗି ଯାଉଥିବ। ବେଶୀ ରନ୍ଧା ହେବନି, ତାକୁ କାଢ଼ି ନେବେ। ତାପରେ ଏଠି ପଣସ କାଟିବା ଆମେ ବହୁତ କଷ୍ଟକର। ପଣସ କାଟିବା ପାଇଁ ମୁଁ ଇଜି ଉପାୟ ଆପଣଙ୍କୁ ବତାଉଛି। ଆପଣ ଆକ୍ଚୁଆଲି ଚପିଂ ବୋର୍ଡ଼ଟାକୁ ପୁରା ତେଲ କରିଦେବେ, ଛୁରୀକୁ ବି ତେଲ କରିବେ, ହ୍ୟାଣ୍ଡେଲଟା ତେଲ କରିବେନି, କାରଣ ଆପଣ ଏଠି ହାତରେ ତେଲ ଦେବେ ନା, ହାତରେ ନିଶ୍ଚୟ ତେଲ ଦେବେ ନା, ଅଠା ଯେଉଁ ପଣସ ଅଠା ହାତରୁ ଆଉ ଛାଡ଼ିବନି। ସବୁ ତେଲ କରିସାରିଲା ପରେ ପଣସର ଡେମ୍ଫଟା କାଟିଦେବା, ଯେଉଁ ସେଥିରେ ବହୁତ କ୍ଷୀର ବାହାରେ। ଏମିତି ଗୋଲ ଗୋଲ କାଟିଲେ ଆକ୍ଚୁଆଲି ଛୁରୀରେ ସୁବିଧା ହୁଏ, ମୁଁ ସେଥିପାଇଁ ଛୁରୀରେ କାଟିଛି। ଆପଣ ଚାହିଁଲେ ପନିକିରେ କାଟିପାରିବେ, ଆପଣ ଯେଉଁଥିରେ ସୁବିଧା ଆପଣ ସେଇଥିରେ କାଟିବେ। ତ ସବୁତକ ଚୋପା ଛଡ଼େଇ ନେବେ। ଚୋପା ଛଡ଼େଇ ସାରିଲା ପରେ ତାକୁ ମଝିରେ ଦୁଇ ଫାଳ କରିଦେଇକି ତା'ର ଯେଉଁ ଷ୍ଟେମ୍ ପାର୍ଟଟା ଅଛି, ମଝିରେ ଯେଉଁ ଷ୍ଟେମ୍ଟା ଥାଏ, ସେଇଟା ନିହାତି କାଟିଦେବେ, ସେଇଟା ଭଲ ଲାଗେନି। ଆଉ ବେଶୀ ଛୋଟ କରିବେନି କି ବେଶୀ ବଡ଼ ରଖିବେନି। ପଣସକୁ ମିଡ଼ିୟମ୍ ସାଇଜ୍ର ହିଁ ତାକୁ କାଟିବେ। ଦେଖନ୍ତୁ ମୁଁ ଏଇ ସାଇଜ୍ର କାଟିଛି। ତାକୁ କାଟି ସାରିଲା ପରେ ହଳଦୀ ଦେଇକି ପାଣିରେ କିଛି ସମୟ ବତୁରେଇ ଦେଇଛି। ସେଇ ଟାଇମ୍ରେ ସବୁତକ ସାଇଜ୍ କରି ଧୋଇ ପକାଇବେ, ନହେଲେ ସେ ଶୁଖିଗଲେ ଆଉ ଅଠା ଛାଡ଼ିବନି। ତେବେ ତାକୁ ପାଣିରୁ କାଢ଼ି ନେଇକି ତା ଦେହରେ କିଛି ହଳଦୀ ଲୁଣ ଦେଇ ଗୋଳେଇ ଦେଇକି ତାକୁ ଆମେ ଛାଣିଦେବା। ମୁଁ ଏଠି ସିଝେଇନି, ସିଝେଇଲେ ପଣସ ଘାଣ୍ଟିଯାଏ ବିରିୟାନୀରେ, ତା'ର ଟେଷ୍ଟଟା ଭଲ ରୁହେନି। ତ ମୁଁ ଏଠି ପଣସକୁ ଛାଣି ନେଇଛି। ଛାଣିବା ପାଇଁ 10 ମିନିଟ୍ ଖଣ୍ଡେ ଲାଗିବ। ଆପଣ ଛାଣି ନେବେ ପୁରା ଗୋଲ୍ଡେନ୍ ବ୍ରାଉନ୍ କରିକି। ତ ମୋର ପଣସ ଛଣା ଏଠି ରେଡ଼ି ହେଇଛି। ସେଇ ତେଲରେ ପିଆଜକୁ ଲମ୍ବା ଲମ୍ବା କାଟିକି ବାରିସ୍ତା ପାଇଁ ମୁଁ ତାକୁ ଛାଣିଦେବି। ସେଇ ବାରିସ୍ତାରୁ କିଛି ଦେବି ମୁଁ ମ୍ୟାରିନେଟ୍ରେ, ଆଉ କିଛି ବାରିସ୍ତା ଭାବରେ ୟୁଜ୍ କରିବି। ତ ସେଇ ହିସାବରେ ମୁଁ ପିଆଜ କାଟିଛି। ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ ତାକୁ କାଢ଼ି ନେବେ, ନହେଲେ ସେ ପୋଡ଼ିଯିବ। ପୁରା କ୍ରିସ୍ପି ଲାଗିବ, ଦେଖିବେ ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ। ଦେଖନ୍ତୁ ମୁଁ ଛାଣିକି ରେଡ଼ି କରିନେଇଛି। ଏବେ ପଣସର ମ୍ୟାରିନେଟ୍ ତିଆରି କରିବା। ତ ପଣସରେ ମୁଁ ଦେଇଛି ବିରିୟାନୀ ମସଲା। ବିରିୟାନୀ ମସଲା ରେସିପି ଜାଣିବାର ଥିଲେ ମୋତେ କମେଣ୍ଟ ନିଶ୍ଚୟ ଜଣାଇବେ। ତାଦେହରେ ଦେଇଛି ଅଦା ରସୁଣ ପେଷ୍ଟ 2ଟା ବଡ଼ ଚାମଚ, ଆଉ ପିଆଜ ବାରିସ୍ତାରୁ ଅଧା ଦେଇଦେଇଛି। ଗୋଟେ ଗିନା ଫୁଲ୍ ଦହି ଦେଇଛି। ତା ଉପରେ ଦେଇଦେଇଛି ମୁଁ ଲଙ୍କା ପାଉଡ଼ର 1 ଚାମଚ, ଅଧା ଚାମଚ ହଳଦୀ ପାଉଡ଼ର। ତାକୁ ଭଲ ଭାବରେ ଗୋଳେଇବେ, ଯେମିତି ମସଲା ତକ ପଣସରେ ପୁରା ପଶିଯିବ। ତ 15 ମିନିଟ୍ ତାକୁ ଛାଡ଼ିଦେବେ ସେମିତି। କରେଇରେ ଏବେ ତେଲ ଗରମ କରିନେବା। ତା ଦେହରେ ଦେଇଦେଇଛି ଗୋଟେ ତେଜପତ୍ର, ଅଳ୍ପ ପିଆଜ ଦେଇଛି, ମାନେ ଏଇଟା ମୋର ଗୋଟେ ବଡ଼ ପିଆଜ ଅଧା, ତାକୁ ଦେଇଛି। ଭଲ ଭାବରେ ତାକୁ ଭଜା ହେବନି, ଏତେ ବେଶୀ ଭଜା ହେବନି। ତା ଦେହରେ ସ୍ୱାଦ ମୁତାବକ ଲୁଣ ଦେଇଛି, ଆପଣ ଦେଖିକି ଲୁଣ ଦେବେ, କାରଣ ଆମର ଅଲରେଡ଼ି ସବୁ ଜିନିଷରେ ଲୁଣ ପଡ଼ିଛି। ଅଳ୍ପ ଲୁଣ ଦେଇଛି। ତାପରେ ଦେଇଦେଇଛି ପଣସ ଯେଉଁ ମ୍ୟାରିନେଟ୍ ହେଇକି ଥିଲା। ଆଉ ମ୍ୟାରିନେଟ୍ ଯେଉଁ ମସଲା କିଛି ଲାଗିଛି ସେ ପାତ୍ରରେ, ତାକୁ ଭଲସେ ଧୋଇକି ସେ ମସଲା ତକ ବି ଏଇଥିରେ ଦେଇଦେବା। ଆଉ ଆମର ଏକ୍ସଟ୍ରା କିଛି ପାଣି ଦରକାର ନାହିଁ, ମାନେ ଅଧ ଗିନା ଟାଇପ୍ର ପାଣି ଦରକାର। ତାକୁ ଭଲ ଭାବରେ କଷିବେ, ଯେମିତି ଅଏଲ୍ଟା ତା'ର ବାହାରି ଆସିବ। ତାକୁ 5 ମିନିଟ୍ ମୁଁ ଢାଙ୍କି ଦେଇଛି। ଏବେ ତା'ର ଦେଖିବା ଅଏଲ୍ଟା ଦେଖନ୍ତୁ କେମିତି ଉପରକୁ ବାହାରି ଆସିଛି ମସଲାର। ଏବେ ମସଲା ପୁରା ରେଡ଼ି ହେଇଛି। ତାପରେ ଦେଇଦେବା ମିଟ୍ ମସଲା ଟିକେ ଫ୍ଲେଭର୍ ପାଇଁ। ମିଟ୍ ମସଲାରେ ମିଟ୍ ନାହିଁ, ଟୋଟାଲି ଭେଜ୍। ଆପଣ ତା ଦେହରେ ଦେଇଦେବେ ଫ୍ଲେଭର୍ଟା ପାଇଁ। ଆଉ ଦେଖନ୍ତୁ ଚାଉଳ ଆମର ଝୁରଝୁରିଆ କେମିତି ହେଇଛି, ଟିକେ ଟାଣ ଅଛି, କାରଣ ହାଫ୍ କୁକ୍ଡ ହେଇଛି। ଏବେ ଚାଉଳକୁ ଦେଇଦେବା ତା ଉପରେ ମୁଁ ରଖିଥିଲି ସାଫ୍ରନ୍ କିଛିଟା, ତାକୁ ପାଣିରେ ବତୁରେଇ ଦେଇଥିଲି, ସେ କଲର୍ ପାଇଁ ଟିକେ ପକାଇ ଦେଇଛି। ତା ଉପରେ ପିଆଜ ବାରିସ୍ତା ଦେଇଦେଇଛି। ଅଧା ବାରିସ୍ତା ଆମେ ମସଲାରେ ଦେଇଥିଲୁ, ଆଉ ଅଧା ବାରିସ୍ତା ଭାତ ଉପରେ ଦେଇଦେଇଛି। ତା ଉପରେ ପକାଇଦେବା ଆମର ପୁଦିନା ପତ୍ରର ଫ୍ଲେଭର୍ଟା ବଢ଼ିଆ ଆସେ ବିରିୟାନୀରେ। ଆଉ ରୋଜ୍ ୱାଟର୍ ଦେଇଛି 1 ଚାମଚ, ଆଉ ଦେଇଛି କେୱଡ଼ା ଏସେନ୍ସଟା ଆପଣଙ୍କର ନେସେସରି ନୁହଁ, ଅପସନାଲ୍, ଆପଣ ଚାହିଁଲେ ୟୁଜ୍ କରିବେ। ତାପରେ ମୁଁ ଏୟାର ଲକେଜ୍ ପାଇଁ ଦେଇଦେଇଛି ଆମର ଲବଙ୍ଗ ଗୋଟେ। ଆକ୍ଚୁଆଲି ମୁଁ ଘିଅ ଦେବା ପାଇଁ ଭୁଲି ଯାଇଥିଲି, ତ ତା ଦେହରେ ଘିଅ 1 ଚାମଚ ଦେଇଦେଇଛି। ଏବେ 10 ମିନିଟ୍ ଦମ୍ ଦେଲା ପରେ ଆମର ପୁରା ଛୋଟିଆ ବିରିୟାନୀ ରେଡ଼ି ହେଇଯାଇଛି। ଦେଖନ୍ତୁ କେତେ ଖିଲା ବିରିୟାନୀ ହେଇଛି। ଚାଉଳ ପୁରା ଫୁଲ୍ଲି କୁକ୍ଡ ହେଇଯାଇଛି, କିନ୍ତୁ ଚିପଚିପା ଗୋଟେ ବି ନାହିଁ। ଘରେ ଥରେ ଟ୍ରାଏ କରନ୍ତୁ। ମୁଁ ସତ କହୁଛି ମଟନ୍ଠୁ ବହୁତ ବେଟର୍ ଲାଗିବ। ଯେଉଁମାନେ ଭେଜ୍ ଖାଆନ୍ତି ତ ବହୁତ ହି ଟେଷ୍ଟ ଲାଗିବ। ମୋ ଚ୍ୟାନେଲ୍ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ବାଏ ବାଏ।